ଆଉ ଦିନ କେଇଟା ପରେ ପୁଣି ଯାତ୍ରାଟା ପୁରା ଆରମ୍ଭ ହେବ। କିନ୍ତୁ ଏବେଠାରୁ କଳାକାର ଚୟନରେ ମାତିଛନ୍ତି ବିଭିନ୍ନ ଯାତ୍ରାପାର୍ଟି। ତାହା ମଧ୍ୟରେ ଅନେକ ନିଜର ଷ୍ଟାରକାଷ୍ଟ ଘୋଷଣା କରିବା ଆରମ୍ଭ କଲେଣି ଆଉ ଅନେକ ଜାଗାରେ ଚୁକ୍ତି ଆରମ୍ଭ ହେଲାଣି। ଆମ ସହିତ ଅଛନ୍ତି ବର୍ତ୍ତମାନ ଅଭିନେତ୍ରୀ ଯିଏକି ମିନୁ ମହାପାତ୍ର। ଆମେ ତାଙ୍କ ସହିତ ଟିକେ କଥା ହେବା। ମ୍ୟାଡ଼ାମ୍, ଆପଣ ଗୋଟେ ପାର୍ଟିରେ ଥିଲେ, ଏବେ ଗୋଟେ ନୂଆ ପାର୍ଟି ସହିତ ଚୁକ୍ତି କରୁଛନ୍ତି। ଯେଉଁ ଚୁକ୍ତିର ପ୍ରକ୍ରିୟା କ'ଣ ବଦଳିଲା ଭଳି ଆପଣଙ୍କୁ ଲାଗୁଛି? ନା ଆପଣ ଯେମିତି ଯାତ୍ରାକୁ ପ୍ରଥମେ ଆସିଥିଲେ ଯେତେବେଳେ କେମିତି ଭାବରେ ତାଙ୍କର ବିଶ୍ୱାସ ଥିଲା, ଆଉ ଆଜି ଚୁକ୍ତିର ଭିତରେ ତଫାତ୍ କ'ଣ ରହୁଛି? ଚୁକ୍ତିର ପ୍ରକ୍ରିୟାଟା ବର୍ତ୍ତମାନ ଏଇଥିପାଇଁ ବଦଳି ଯାଇଛି ଯେ ମଝିରେ ବହୁତ ଏଇ ଯାତ୍ରାକୁ ନେଇ ବାଦ ବିବାଦ ଦେଖାଦେଲା। କଳାକାର, ମାଲିକ, ମ୍ୟାନେଜର ଏମିତି ବହୁତ ବାଦ ବିବାଦ ଦେଖାଦେଲା। ଆମେ ଯେତେବେଳେ ପ୍ରଥମେ ଅନୁଷ୍ଠାନକୁ ଆସିଥିଲୁ ସେତେବେଳେ ସେମିତି ଚୁକ୍ତିପତ୍ରର ସେମିତି କିଛି ନଥିଲା। ମାଲିକ, ମ୍ୟାନେଜର ମାନଙ୍କର କଳାକାରମାନଙ୍କ ପ୍ରତି ବିଶ୍ୱାସ, ଭରସା, ଭଲ ପାଇବା ସବୁକିଛି ଥିଲା। ଆଉ କଳାକାରମାନଙ୍କର ବି ମାଲିକ, ମ୍ୟାନେଜରମାନଙ୍କ ଉପରେ ବି ବିଶ୍ୱାସ, ଭଲ ପାଇବା ସବୁକିଛି ଥିଲା। ସେତେବେଳେ କ'ଣ କି ଏମିତିକି 1000 ଦେଇକିରି ବି କଳାକାରଙ୍କୁ ବି ମାନେ ଗୋଟେ ବର୍ଷ ପାଇଁ ଯେମିତି ଏଇଟାକୁ କହୁଥିଲେ ଯେ ଆମେ ଆଡ଼ଭାନ୍ସ ଦେଲୁ, ମାନେ ଗୋଟେ ଏମିତି ଗୋଟେ ଫର୍ମାଲିଟି ଥିଲା। ତ ସେଇଟା ଆସ୍ତେ ଆସ୍ତେ ବଦଳିଗଲା ଏଇଥିପାଇଁ ଯେ କିଛି କଳାକାର ଯେଉଁ ବାଦ ବିବାଦ, ଅନୁଷ୍ଠାନ, କଳାକାର, ମାଲିକ, ମ୍ୟାନେଜର ଏଇ ଯେଉଁ ବାଦ ବିବାଦ ଭିତରେ ଏଇଥିପାଇଁ ବଦଳି ଯାଇଛି ବର୍ତ୍ତମାନର ଏଗ୍ରିମେଣ୍ଟଟା। ତ ଆଗରୁ ଯେଉଁ ଚୁକ୍ତିଟା କରୁଥିଲେ ଯେମିତି କହୁଥିଲେ ଆଡ଼ଭାନ୍ସ, ତ ଏବେ ଯେଉଁ ନୂଆ ଚୁକ୍ତି ହେଉଛି ଏଇଟା କେମିତି ଭାବରେ ତା'ର କ'ଣ ଯେଉଁ ବଣ୍ଡ ପେପର କିମ୍ବା କେମିତି ଭାବରେ ଏଥର ଏଇ ଯେଉଁ ଚୁକ୍ତିଟା କେମିତି କଲେ ଆପଣ? ନାଇଁ, ଚୁକ୍ତି ଯେମିତି ହୁଏ ସେମିତି ହେଉଛି, କିନ୍ତୁ ଏଇଟା ଟିକେ ସବୁ ପ୍ରକାର ଏଭିଡେନ୍ସ ରହୁଛି ଚୁକ୍ତିପତ୍ରରେ, କାରଣ ଯେମିତି ଭବିଷ୍ୟତରେ କିଛି ପ୍ରୋବ୍ଲେମ୍ ନ ହୁଏ ସେଥିପାଇଁ ସବୁକିଛି ଟର୍ମ ଆଣ୍ଡ କଣ୍ଡିସନ୍ ଏଗୁଡ଼ା ସବୁ ମେନସନ୍ କରାହେଉଛି। ତ ସେଇଟା ଯେମିତି ଫ୍ୟୁଚରରେ କେହି କାହାକୁ ଦୋଷ ଦେଇପାରିବେ ନାହିଁ, ସେଇ ହିସାବରେ ସବୁ କରାହେଉଛି। ତ ଅନେକ ସମୟରେ ଯେତେବେଳେ କଳାକାର ଜଣେ ପାର୍ଟି ଚେଞ୍ଜ କରନ୍ତି, ଗୋଟେ ଚର୍ଚ୍ଚା ହୁଏ ଯେ ଅଧିକ ଟଙ୍କା ମିଳୁଛି ଅନ୍ୟ ପାର୍ଟିରୁ, ସେଇଥିପାଇଁ ଯାଆନ୍ତି। ଅନେକ କେହି କୁହନ୍ତି ଆମେ ନାଟକ ଦେଖିକି, ମାନେ ଯେଉଁ ଅଭିନେତ୍ରୀ ମାନେ କିଛି ଅଛନ୍ତି ଯେଉଁମାନେ ବର୍ଷିଆନ୍, ତାଙ୍କୁ ଆଧାର କରିକି ମଧ୍ୟ ନାଟକ ରଚନା କରାଯାଏ। ତ ଆପଣ ଏଥର ପୁଣି ପାର୍ଟି ବଦଳାଉଛନ୍ତି, ଏ ପଛରେ କ'ଣ ଆମେ କହିପାରିବା କାରଣ? ନାଇଁ, ମୋର ତ ଗୁଡ଼ାଏ ଖଣ୍ଡେ କାରଣ ଅଛି। ବ୍ୟକ୍ତିଗତ ସେଗୁଡ଼ା ସବୁ ବର୍ତ୍ତମାନ କହିହେବ ନାହିଁ। ବହୁତ କିଛି କାରଣ ଅଛି, ସେଥିପାଇଁ ମୁଁ ଅନୁଷ୍ଠାନ ବଦଳଉଛି। ତ ସବୁଠାରୁ ଆଉ ଗୋଟେ ମୁଖ୍ୟ କଥା ହେଲା, ତ ଆଜିର ସମାଜରେ ଯେଉଁ ନାଟକ ଗୁଡ଼ିକ ରହୁଛି ସେଥିରେ ଚରିତ୍ର ଅଭିନୟ ରହୁଛି। ଆପଣ ଅନେକ ସମୟରେ ଖଳନାୟିକା ଭୂମିକାରେ ମଧ୍ୟ ଆସିଛନ୍ତି। ତ କେଉଁ ଭୂମିକାରେ ଆପଣ କେଉଁଟା ଅନୁଭବ କରୁଛନ୍ତି ଯେ ଦର୍ଶକ ଆପଣଙ୍କୁ ସେଇ ରୋଲ୍ରେ ହିଁ ଦେଖିବାକୁ ଭଲ ପାଆନ୍ତି? ଦର୍ଶକ ବିଶେଷ କରି ମୋତେ ଟିକେ ମାନେ ସେଇ ଖଳନାୟିକା ଚରିତ୍ରରେ ଦେଖିବା ପାଇଁ ଟିକେ ଭଲ ପାଆନ୍ତି। କାରଣ ଯାତ୍ରା ଇଣ୍ଡଷ୍ଟ୍ରି ଭିତରେ ମୁଁ ଯେତିକି ଚରିତ୍ରଟାକୁ ମାନେ ଭିଜୁଆଲ୍ କରେ, ତାକୁ ଲୋକମାନଙ୍କ ସାମ୍ନାରେ ପ୍ରେଜେଣ୍ଟ କରେ, ହୁଏତ ମୋର କିଛିଟା ଲୋକମାନଙ୍କୁ ଭଲ ଲାଗେ ଯେ ଅପାଙ୍କର ଏଇ ଷ୍ଟାଇଲ୍ଟା ଭଲ ଲାଗିଲା କି ସେଇ ଷ୍ଟାଇଲ୍ଟା ଭଲ ଲାଗିଲା, ଏମିତି କିଛି ଥାଏ। ତାପରେ ମୁଁ ଚରିତ୍ରକୁ ନେଇ ଟିକେ ବହୁତ ରିସର୍ଚ୍ଚ କରେ। ତ ରିସର୍ଚ୍ଚ କରିବା ଭିତରେ ଲୋକମାନଙ୍କୁ ଭଲ ଲାଗିଯାଏ କିଛି ଜିନିଷ, ସେଥିପାଇଁ ଲୋକମାନେ ଟିକେ ମୋତେ ମାନେ ନେଗେଟିଭ୍ କ୍ୟାରେକ୍ଟରରେ ଟିକେ ଆପ୍ରିସିଏଟ୍ କରନ୍ତି। ଯଦି କହିବା ଏ ସମୟରେ ଅଧିକ ଯୁବପିଢ଼ି ଆସୁଛନ୍ତି, ଅଭିନେତା ଅଭିନେତ୍ରୀ ସବୁ ଯାତ୍ରାକୁ ଆସୁଛନ୍ତି, ଚଳଚ୍ଚିତ୍ରରୁ ଆସୁଛନ୍ତି, ସିରିଏଲରୁ ଆସୁଛନ୍ତି, କିନ୍ତୁ ବର୍ତ୍ତମାନ ଯାତ୍ରା ଉପରେ ସମସ୍ତଙ୍କର ଆକର୍ଷଣ ବଢ଼ୁଛି। କିନ୍ତୁ ଆପଣ ତ ବର୍ତ୍ତମାନ ଦୀର୍ଘଦିନ ଅଭିଜ୍ଞତା ଅଛି, ତ ସେମାନଙ୍କ ପାଇଁ କ'ଣ କହିବେ ଯେଉଁମାନେ ନୂଆ କରିକି ଆସୁଛନ୍ତି ଯାତ୍ରା ଫିଲ୍ମ, ମାନେ ଫିଲ୍ମ ଆଉ ସିରିଏଲ୍ ଛାଡ଼ିକି? ନୂଆ କରି ଯିଏ ଆସୁଛନ୍ତି ତାଙ୍କୁ କ'ଣ କହିବି? ତାଙ୍କୁ ମୁଁ କିଛି କହିପାରିବିନି ଲୋ ବାବା। ସେ ନୂଆ କରି ଯିଏ ଆସନ୍ତି ତାଙ୍କୁ କହିଲା ମାନେ ସବୁ ଅସୁବିଧା ହେଇଯିବ, ତାଙ୍କୁ କିଛି କହିବାର ନାହିଁ। ସିଏ ଆସୁଛନ୍ତି ତାଙ୍କ କାମ କରନ୍ତୁ, ଆମେ ଆମ କାମ କରିବୁ। କହିଲା ମାନେ ସବୁ ଅସୁବିଧା ହେଇଯିବ। ଆଜିକାଲି ଯେଉଁଭଳି ବର୍ତ୍ତମାନ ଚାଲିଛି ଯାତ୍ରା ପାର୍ଟିର ଯେଉଁ ସମସ୍ୟା ସବୁ, ନୂଆମାନଙ୍କୁ ତାଙ୍କ ମାନଙ୍କ ଠାରୁ ପ୍ରାୟ ଆମର କିଛି ଶିଖିବାର ଅଛି।
ଏତେ ନୂଆ ଯାତ୍ରା ଋତୁ କ'ଣ ମାନେ କେମିତି ଭାବରେ ଆପଣ ନାଟକ ମାନେ ଭାବୁଛନ୍ତି ଯେ ଏମିତି ନାଟକ ଆପଣଙ୍କ ପାଇଁ ସୁଟ୍ କରିବ ନୂଆ ଯାତ୍ରା ଋତୁ ପାଇଁ କିଛି ଆଶା ସେମିତି ଅଛି କାରଣ ପୂର୍ବରୁ ତ ଅନେକ ସିନ୍ ଭାଇରାଲ୍ ହେଇଛି ଯେଉଁଥିରେ କି ସବୁଆଡ଼େ ଆପଣ ପ୍ରଶଂସା ସାଉଣ୍ଟିଛନ୍ତି କିନ୍ତୁ ଏବେ ଆଉ କ'ଣ ଏମିତି ନୂଆ ଗୋଟେ ଚାହୁଁଛନ୍ତି ଯେ ଯେଉଁଟାକି ଦର୍ଶକଙ୍କୁ ଆପଣ ନିଜ ତରଫରୁ ଦେଇପାରିବେ? ନୂଆ ତ ମୁଁ ବହୁତ କିଛି ଚାହୁଁଛି କାରଣ ମୋର ସବୁବେଳ ପାଇଁ କିଛି ଗୋଟେ ନୂଆ କରିବା ପାଇଁ କି ଆଗ୍ରହ ଥାଏ ତ ସେଇଟା ନାଟକ ମାଧ୍ୟମରେ ଆମର ଯେଉଁ ରାଇଟର ଡିରେକ୍ଟର ମାନେ ଚୁକ୍ତିବଦ୍ଧ ହେଇଛନ୍ତି ଅନୁଷ୍ଠାନ ପାଇଁ ସେମାନେ ବି ସମସ୍ତେ ଜାଣିଛନ୍ତି ଯେ କେଉଁ କେଉଁ କଳାକାରମାନେ ରହୁଛନ୍ତି କାହାକୁ କେମିତି କ'ଣ ସେମାନେ କ୍ୟାରେକ୍ଟର ଦେବେ ସେମାନଙ୍କ ଉପରେ ନିର୍ଭର କରେ। ଗୋଟେ ଡାଇଲଗ୍ ଯେଉଁଟାକି ସମସ୍ତଙ୍କ ଦର୍ଶକଙ୍କ ପାଖରେ ମନ ଛୁଇଁଥିଲା ଆପଣଙ୍କୁ ଅନୁଭବ କରିଥିଲେ ଯେ ସେ ଡାଇଲଗ୍ଟି ସମସ୍ତଙ୍କୁ ବେଶୀ ଆକୃଷ୍ଟ କରିଥିଲା? ଦର୍ଶକମାନଙ୍କୁ ତ ଗୋଟିଏ ଡାଇଲଗ୍ ସବୁବେଳେ ଯେଉଁଠି ଗଲେ ଯେଉଁ ଜାଗାକୁ ଗଲେ ସେଇ ଗୋଟିଏ କଥା ଯେ ଅପାଙ୍କ ମୁହଁରେ ସେଇ ସଂଳାପଟି ବହୁତ ଭଲ ଲାଗେ। ମୁଁ କ'ଣ ସୁନ୍ଦରୀ ନୁହେଁ କେତେ ସୁନ୍ଦରୀ ଏଇଟା ହିଁ ସମସ୍ତେ ହିଁ ଚାହାନ୍ତି ଯେ ଅପା ଏଇଟା ହିଁ କୁହନ୍ତୁ। ତ ନିଶ୍ଚିତ ଭାବରେ ଶୁଣୁଥିଲେ ମିନୁ ମହାପାତ୍ରଙ୍କ ପାଖରୁ ଏଥର ତ ଚୁକ୍ତି ସରିଛି ଏବଂ ଆସନ୍ତା ଋତୁରେ ସେ ମଧ୍ୟ ଯାତ୍ରା ରାଜନନ୍ଦିନୀରେ ଯୋଗ ଦେଉଛନ୍ତି ଏବଂ ଏହି ସମୟ ମଧ୍ୟରେ ଯେତେବେଳେ ସମସ୍ତଙ୍କର ଷ୍ଟାରକାଷ୍ଟ ଘୋଷଣା ଆରମ୍ଭ ହୋଇଛି ଏବଂ ଚୁକ୍ତି ଆରମ୍ଭ ହୋଇଛି ତା ମଧ୍ୟରେ ଏହି ଯାତ୍ରା ଋତୁ ଆଉ ଯେମିତି କୌଣସି ବିବାଦ ନ ହେଉ ସେମିତି ସମସ୍ତଙ୍କର ଆଶା ରହିଛି। ଭଦ୍ରକରୁ ଅଜୟ ପଣ୍ଡା, ନ୍ୟୁଜ୍ 7।